আমি গোটে দিন নাই 2 দিন নাই গছর এতকি দিলে লানি গাঁ বালা মা ভଉଣୀ ସମସ୍ତେ ଏ ଗଛ ବଢାଇବା ଘେତେ ଏ କଲୁ ଗଛ ବଢିଲା ଦାରୁ ପତର ଆମ ଗାଁ ତ ସମସ୍ତେ ବାଇଲୁନି ହେଲେ ଦୁଃଖରେ ହେଲାନି ସୁଖରେ ହେଲାନି ସବୁଟା ସମାଧାନ ହେଲାନି ମନ୍ଦିର ପାଇଁ ଯୋଗାଡ଼ କରି ସମସ୍ତେ ଗଛ ନେଇଗଲାନି ଆମେ କିଛି କରି ନା ପାରଲୁନି এবার আমার অধিকার নাই বেশি নাই পারিষ্টি কাটাইলা কিবা গাঁ বালা কাটাইলা কিবা চোরি হেলা আমাকে জানা না সেটা লোক আসছেন গাঁ লোক সব ধরিছেন যে কাট হ্যাঁ সবে কেউ জনে আসি কই দেলা কিনা আজ এ কাম কলা তো আমি তো জানা নাই এবে বজারে ଯିବା ପାଇଁ ତିଆର ପଡିଲା রে বাইলুনি কত বছর গছ লাগিছি গছ হেলানি 15-20 বছর ডাঙ্গরা গ্রামর জঙ্গল সভাপতি মন্না গুরুজানী গতকালি গছ কাটিবার শুনি আমি গ্রামবাসী নিষ্পত্তি কাটিবার আমি এতিকি তদারত করছু গছ কাটিছন্তি গোটে 10-15টা কে কাটছন্তি কোটর কাটছন্তি সে আমার কাটবা লোক অছন্তি স্যার কে কাটি কটাইছন্তি মু জানি তাঙ্কু টিকে পচারি দিও সে কো গার লোক মানে সে মানে জগন্নাথপুর তাঙ্কু কি কাটিয়া পাই কি তাঙ্কু পচারব পড়ো তুমি জানো অফিসর মান কে আইনা তে পর্যন্ত আইছন্তি স্যার কেবুটা আসলে নাই সকালে আইলে 10টা বেলে যেতিকি চোরি কাঠ সবু আছে খালি কাটিকি রখিতলে হয় কেবুটা কাট জমি কার জমি এটা গ্রামে জঙ্গল কেতে গছ লাগি এটা প্রায় বেশি লাগতো 60 একরা জমি আছে আজକୁ প্রায় 30 ବର୍ଷ ହେଲା ଆଗରୁ ବି କଟା ହେଇଥିଲା ଯେ ମନ୍ଦିର ପାଇଁ ବୋଲି କେତେ କାଟିଥିଲୁ ଏବେ ଯେ କାଟିଛି କଣ ଆପଣ ମାନେ ସନ୍ଦେହ କରୁଛନ୍ତି ସନ୍ଦେହ ବୋଲେ ଏଟା ଗାଁରେ ନିଷ୍ପତ୍ତି ନ ନେଇକିରି କାଟବାରୁ ଟିକେ ଗାଁ ବାସିନ୍ଦା ଟିକେ ତଦାରତ କରୁଛୁ ଆହୁରି କୋଉ କାଟ କାଟଲେ ନେଳଗିରି କାଟ ଆଉ ଯେ କାଟିଛନ୍ତି ତାଙ୍କେ ଲୋକ ଅଛନ୍ତି ତାଙ୍କେ ପଚାରି ଦିଅନ୍ତୁ କିଏ କଟାଉଥିଲେ ତାଙ୍କେ କହିଦେବେ 15 ଟଙ୍କା କେସ୍ କରିବାକୁ କହିଲେ ଗାଁ ବାଲା ମୁଁ କରିବି ତାଙ୍କୁ ଧରିକିରି ନେବି ଏମିତି କହୁଛନ୍ତି ଜାନି ଗଛ କେମିତି କାଟିଲ କି ନିର୍ଦ୍ଦେଶ ଲାଗା ବୁଧୁ ଆମକୁ କହିଲା ସାର୍ ଟିକେ କୋଟର ଲୋକ ଡାଙ୍ଗରାର ସେ କହିଲେ କାଟିଦେଲେ ଗ୍ରାମ ଲୋକ ପଚାରିଲେ ସେ ଆମେ କାମ କରିବା ଲୋକ ସାର୍ ସେ ଆମକୁ ସବୁବେଳେ ଲେବର କାମ କରିବୁ ଆମେ ଲେବର କାମ କଲାରୁ ଆମକୁ ଲେବର କାଟବା ଗଛ କାଟବା ପାଇଁ ଆଇବ କି ବାଲା ଆଇବୁ ବୋଲିକି କହିଲୁ ଆମେ କେତେ ଦିନ ହେଲା ଗୋଟେ ଦିନ ଆସିଛୁ କେତେଟା ଲେବର ଆସିଥିଲା 7 ଜଣ ଆସିଥିଲା ବାକି ପଳେଇଲେ ତମେ 2 ଜଣ ଅଛ ଗାଁରେ ଅଛନ୍ତି ତାଙ୍କେ ଆଉ ତମେ ଏବେ କେମିତି ଏଠି ଅଛ ତାଙ୍କେ ଗାଁ ବାଲା ଡାକିବା ପାଇଁ ଆଇଲେ ନାଇଁ ସାର୍ ଆମେ କାମ କରିବା ଲୋକ ତାଙ୍କେ କହିଲାରୁ ତ ସେ ଗାଁ ବାଲା ସହିତ ସେ ଗାଁ ବାଲା ସହିତ ଦିନ କାଟିଛୁ ମେସିନରେ କାଟିଲୁ ସାର୍ ନାଇଁ ମୁଁ ଜୟନଗର ସେକ୍ସନ ଫରେଷ୍ଟର କଣ ହେଇଛି ସମସ୍ୟା ସାର୍ ଏଠି କଣ ଗାଁ ଲୋକ କିଏ କାଟିଦେଲେ ଦୁର୍ବୃତ୍ତ ମାନେ ବୋଲିକି ଗାଁ ଲୋକ କହିଲେ ଆଉ ଟିକେ ଆସନ୍ତୁ ମୁଁ ଆସିଲି ଗଛ କାଟିଲେ କେତେ ଲୋକ ଥିଲେ 8ଟା ଗଛ ଲୋକ କେହି ନଥିଲେ ମୁଁ ଆଇଲା ବେଳକୁ ଗଛ 8ଟା କଟା ହେଇଛି କୋଉ ଗଛ କଟା ନୀଳଗିରି ଗଛ କଟା ହେଇଛି ଆପଣ ମାନେ କଣ ପ୍ରତିଭାଗ କଣ କେତେ ନ ସେଟା କେସ୍ କରିବେ ଗାଁ ବାଲା ଧରିକି ଦେବୁ ବୋଲି କହୁଛନ୍ତି ସେମାନେ ତ ଅଛନ୍ତି ପ୍ରେଜେଣ୍ଟ ଯୋଉମାନେ ଗଛ କାଟିଲେ ଅଛନ୍ତି ସେମାନେ ମଧ୍ୟ ସେଇ ଗାଁର ଜଣଙ୍କ ନାଁରେ ନିର୍ଦ୍ଦିଷ୍ଟ ଜଣଙ୍କ ନାଁରେ ତାଙ୍କେ କହିଛନ୍ତି ଯେ ଅଭିଯୋଗ କରୁଛନ୍ତି ସେ କହିଲା ଅନୁସାରେ ସେମାନେ ଗଛ କାଟୁଛନ୍ତି ତାହେଲେ କାହାକୁ ଆପଣ ଆରେଷ୍ଟ କରିବା ଯିଏ କାଟିଛି ତାକୁ କାଟିବା ଲୋକ ହିଁ ଆରେଷ୍ଟ ହେବେ ଆଉ ଯାହା ନିର୍ଦ୍ଦେଶ ଯୋଉମାନେ କାଟୁଛନ୍ତି ସେ ବି ଯିବ ନା ନାଇଁ ଯାଏ ଯିବ ସାର୍ ଏସପି କଣ କହୁଛି ସାର୍ ଗଛ କଟାକଟି ଉପରେ ଜଙ୍ଗଲ ସୁରକ୍ଷା ଉପରେ ଜଙ୍ଗଲ ସୁରକ୍ଷା ଉପରେ ଏସପି କହୁଛି ସିଷ୍ଟମ ଅଫ ପ୍ରଶାସନ ନିର୍ଦ୍ଦିଷ୍ଟ ନିୟମ ଥିବ ନା ନିୟମ ଜାଣିନାହାନ୍ତି ନିର୍ଦ୍ଦିଷ୍ଟ ନିୟମ ତ ସେ ଜଗୁଥିବେ ପାଟ୍ରୋଲିଂ କରୁଥିବେ ପାରା ଷ୍ଟାଫ୍ ନାହାନ୍ତି ପାରା ଷ୍ଟାଫ୍ ଅଛନ୍ତି ଯଦି ପାରା ଷ୍ଟାଫ୍ ଥାଆନ୍ତେ ତାହେଲେ ଗଛ କଟା ହେଇପାରିନଥାନ୍ତା ପାରା ଷ୍ଟାଫ୍ ତ ବୁଲୁଛନ୍ତି ଗ୍ରାମ୍ୟ ଜଙ୍ଗଲ ଯେହେତୁ ଗ୍ରାମବାସୀଙ୍କର ପୁରା ସମ୍ପୂର୍ଣ୍ଣ ତାଙ୍କୁ ଦିଆହେଇଛି ତ ସେମାନଙ୍କର ଇଏରେ ରହିବା କଥା କଷ୍ଟ ରହିବା କଥା ଆପଣ ବି ତଦାରଖ କରିବା କଥା କିନ୍ତୁ କଣ ସମସ୍ୟା ରହିଲା ଏଇଟା ବାରମ୍ବାର ଆଗରୁ ବି ଗଛ କଟା ହେଇଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି ପୁଣି ମାନେ ତାଙ୍କ ଜାଣତରେ ବି ହେଲା ଏବେ ଏକ୍ସନ କେତେ ମାନେ କଡା ନିଷ୍ପତ୍ତି ନେବେ ଆପଣ ଏଟା ଆଗକୁ ଯାହା କରିବ ତାହେଲେ ଗାଁ ଲୋକ ଜଣେଇଲେ ପ୍ରଶାସନ ଚାହିଁବେ ପ୍ରଶାସନ ପୂର୍ବରୁ ଚାହିଁବେ କରିବୁ ଆଜ୍ଞା